ପିଲାମାନେ ଇତିହାସ ପ୍ରବନ୍ଧ ଲେଖିଛନ୍ତି ବିଶ୍ୱନାଥ କର ନାଇଁ। ତେଣୁ ପ୍ରବନ୍ଧ ପ୍ରାବନ୍ଧିକ ଆମେ ପରିଚିତ ହେଲୁ। ତେଣୁ ଇତିହାସ ଏମିତି କେମିତି ମନେ ରଖିବ? ଇତିହାସ ବିଶ୍ୱରେ ପ୍ରସିଦ୍ଧ, ତେଣୁ ଇତିହାସ ବିଶ୍ୱନାଥ କର ଏମିତି ମନେ ରଖିବ ଲିଙ୍କ କରିକି। ଦେଖ ଇତିହାସ ପ୍ରବନ୍ଧରେ କ'ଣ ଅଛି ମୁଁ ଟିକେ ମାନେ ସର୍ଟରେ ମୁଁ ତୁମକୁ କହିଦେଉଛି। ଦେଖ ଇତିହାସର ଯେଉଁ ଅବଦାନ ମଣିଷ ଯେଉଁ ଏତେ ଉନ୍ନତି କରିଛି, ସେ ମଣିଷର ଉନ୍ନତି ପଛରେ ଇତିହାସ କେମିତି ମାନେ ଦାୟୀ, ଏବଂ ମଣିଷ ଅବନତି ବି କରିଛି, ଯୁଦ୍ଧ ବି ହେଇଛି, କ୍ଷୟକ୍ଷତି ହେଇଛି, ତା ପାଇଁ ମଧ୍ୟ ଇତିହାସ ଦାୟୀ। ଏବଂ ଏତେ ଏତେ ଉନ୍ନତି କରିଛି ତା ପଛରେ ଯେଉଁ ବାପା ଜେଜେବାପାଙ୍କ ବାପା ମାନେ ପଛକୁ ଗଲେ ଯେଉଁ ଇତିହାସ କଥା କୁହାଉଛି, ସେମାନଙ୍କ ବଳିଦାନ କଥା ଆଲୋଚନା କରାଯାଇଛି ଏବଂ ଇତିହାସ କେତେ ମହତ୍ଵ ସେଇ କଥା ଆଲୋଚନା କରାଯାଇଛି। ତେଣୁ ଏଇଟା କିଛି ନୁହେଁ, ବହୁତ ଇଜି, ବହୁତ ସରଳ ଭାଷାରେ ଆମେ ବୁଝିବା। ତେଣୁ ପ୍ରଥମ କଥା ହେଉଛି କ'ଣ ନା, ସେ କହୁଛନ୍ତି ଦୁଇଟି ଶ୍ରେଣୀର ମନୁଷ୍ୟ ଉପରେ ସେ ଚିନ୍ତା ପକାଇଛନ୍ତି ଯେ ଦୁଇଟି ଶ୍ରେଣୀର ମଣିଷ ଅଛନ୍ତି। ଗୋଟିଏ ଶ୍ରେଣୀର ମଣିଷ ଯିଏକି କିଛି ଚିନ୍ତା କରନ୍ତିନି, ଖାଲି ଭୋଗ କରି ଚାଲନ୍ତି ନାଇଁ କି। ଆଉ ଗୋଟିଏ ବୋଲି ମଣିଷ ଯେଉଁମାନେ କି ସୂକ୍ଷ୍ମ ଦୃଷ୍ଟିରେ ଚିନ୍ତା କରନ୍ତି, ଚିନ୍ତନ କରନ୍ତି ଏବଂ ନୂତନତା ସୃଷ୍ଟି କରିବା ପାଇଁ ସେମାନେ ଚାହାନ୍ତି, ନାନାବିଧ ଉପାୟ ସେମାନେ ଖୋଜନ୍ତି। ତେଣୁ ଗୋଟିଏ ହେଉଛନ୍ତି ସ୍ଥୂଳ ଦୃଷ୍ଟି ମଣିଷ, ଗୋଟିଏ ହେଉଛନ୍ତି ସୂକ୍ଷ୍ମ ଦୃଷ୍ଟି ମଣିଷ। ସ୍ଥୂଳ ଦୃଷ୍ଟି ମଣିଷ କେବଳ ଖାଆନ୍ତି, ପିଅନ୍ତି, ଶୁଅନ୍ତି ଏବଂ ତାଙ୍କର କିଛି ଆଉ ଚିନ୍ତା ନାହିଁ। କିନ୍ତୁ ସୂକ୍ଷ୍ମ ଦୃଷ୍ଟି ମଣିଷ ସେମାନେ ଚିନ୍ତା କରନ୍ତି, ଦେଶ ପାଇଁ, ସମାଜ ପାଇଁ, ଇତିହାସ ପାଇଁ ସେମାନେ ଚିନ୍ତାଶୀଳ କରନ୍ତି। ସେଇଥିପାଇଁ ଲେଖିଛନ୍ତି ଦୁଇଟି ଶ୍ରେଣୀର ବ୍ୟକ୍ତି ମାନେ ମଣିଷ ଦୃଷ୍ଟିଗୋଚର ହୁଅନ୍ତି। ଗୋଟିଏ ଶ୍ରେଣୀ ହେଉଛି କ'ଣ ନା ପୃଥିବୀର, ଯେଉଁମାନେ କି ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି, ସମ୍ଭୋଗ କରନ୍ତି, ମାନେ ଭୋଗ କରନ୍ତି, ମାତ୍ର କୌଣସି ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ସେମାନଙ୍କର ପ୍ରୟାସ ଦେଖାଯାଏ ନାହିଁ। କୌଣସି ବସ୍ତୁର ତତ୍ତ୍ୱ ନିରୂପଣ ସେମାନେ କରନ୍ତି ନାହିଁ। ଏତେ ବିନ୍ଧ ଗଣିବ କିଏ ନାଇଁ କି? ଖଳି ଖାଇଲେ ହେଲା, ତେଣୁ ଏଇଟା ହେଉଛି ପିଠା ଖାଇଲେ ହେଲା, ଏଇଭଳି ଭାବରେ ସେମାନେ ବଞ୍ଚନ୍ତି। ଏବଂ ଯେଉଁମାନେ ଅନ୍ୟ ଏକ ଅପର ଶ୍ରେଣୀ ହେଉଛନ୍ତି ସୂକ୍ଷ୍ମ ଦୃଷ୍ଟି ସମ୍ପୂର୍ଣ୍ଣ ବ୍ୟକ୍ତି, ଯେଉଁମାନେ ଚିନ୍ତାଶୀଳ, ଆଉ ଏହି ଶ୍ରେଣୀର ଲୋକମାନଙ୍କ ଦ୍ୱାରା ନାନାବିଧ ଉନ୍ନତି ସଂଶୋଧିତ ହୋଇଥାଏ। ନାନାବିଧ ଉନ୍ନତି ଏ ପୃଥିବୀର ଯାହା ବି ହେଇଛି, ସେଇ ସୂକ୍ଷ୍ମ ଦୃଷ୍ଟି ମଣିଷ, ଯେଉଁମାନେ ଦାର୍ଶନିକ, ଯେଉଁମାନେ ଚିନ୍ତା କରନ୍ତି, ଚିନ୍ତନ କରନ୍ତି, ପ୍ରକୃତ ପକ୍ଷେ ଏହି ଚିନ୍ତନଶୀଳ ବ୍ୟକ୍ତିମାନେ ତାଙ୍କର ସୂକ୍ଷ୍ମ ଦୃଷ୍ଟି ତତ୍ତ୍ୱ ନିରୂପଣ ପ୍ରୟାସୀ ମନୁଷ୍ୟତ୍ୱର ବିଶେଷତ୍ୱ ଲକ୍ଷଣ। ତେଣୁ ଏଇଟା ଗୋଟେ ପ୍ରଶ୍ନ ପଡ଼େ ଯେ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ମନୁଷ୍ୟତ୍ୱର ବିଶେଷ ଲକ୍ଷଣ ହେଉଛି ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ। ବୁଝିହେଲା? ତେଣୁ ଏଇ ଯେଉଁ ପ୍ରଭାବରେ ଏଇ ଲୋକମାନଙ୍କ ପ୍ରଭାବରେ, ସୂକ୍ଷ୍ମ ଦୃଷ୍ଟି ସମ୍ପୂର୍ଣ୍ଣ ଚିନ୍ତନଶୀଳ ବ୍ୟକ୍ତିମାନଙ୍କ ପ୍ରଭାବରେ କ'ଣ ହୁଏ ନା ମାନବ ସମାଜରେ ବୈଷୟିକ, ଆଧ୍ୟାତ୍ମିକ, ସର୍ବବିଧ ଉନ୍ନତି ସାଧନ ହେଇପାରିଯାଏ। ତେଣୁ ପଣ୍ଡିତ ଜଣେ କହିଛନ୍ତି, ଅଫ୍ ଦ ୟୁନିଭର୍ସାଲ ମାଇଣ୍ଡ ଇଚ୍ ଇଣ୍ଡିଭିଜୁଆଲ ମ୍ୟାନ୍ ଇଜ୍ ଆନ୍ ଇନକାର୍ନେସନ୍। ତେଣୁ ଏଇ ଯେଉଁ ମନୁଷ୍ୟ ଯେ ଅନନ୍ତ ଦେବଙ୍କର ପ୍ରତିକୃତି, ମଣିଷ ଅନନ୍ତ ଦେବଙ୍କର ପ୍ରତିକୃତି, ଏଇ ଲୋକମାନଙ୍କୁ ଦେଖିଲେ ଜଣାପଡ଼ୁଛି, ସେଇ ଚିନ୍ତନଶୀଳ ଲୋକମାନେ, ଯେଉଁମାନେ କି ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ଲୋକମାନଙ୍କୁ ଦେଖିଲେ ଜଣାପଡ଼ୁଛି, କାହିଁକିନା ସେଇମାନେ ହିଁ ଭଗବାନଙ୍କର ଅବତାର ଏବଂ ସେଇମାନେ ହିଁ ଏ ସଂସାରଟାକୁ ଚଲେଇଛନ୍ତି, ସଂସାରଟାକୁ ଉନ୍ନତି କରିଛନ୍ତି ନାଇଁ। ତେଣୁ ଏଇ ଯେଉଁ ସମ୍ବନ୍ଧ ଅଛି, ଏଇ ଯେଉଁ ଯେ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ଅନନ୍ତ ଅତୀତ, ଅନନ୍ତ ଭବିଷ୍ୟତ ସଙ୍ଗେ ଘନିଷ୍ଠ ଭାବରେ ସମ୍ପର୍କ। ବର୍ତ୍ତମାନର ଜୀବ ମାନେ ଆମେମାନେ ବର୍ତ୍ତମାନର ଜୀବ, କିନ୍ତୁ ଅନନ୍ତ ଭବିଷ୍ୟତ, ଅନନ୍ତ ଅତୀତ, ଅନନ୍ତ ଭବିଷ୍ୟତ ଓ ଅନନ୍ତ ଅତୀତ ସହିତ ଆମମାନଙ୍କର ସମ୍ବନ୍ଧ ନାଇଁ କି। ତେଣୁ ଭବିଷ୍ୟତ ଆଉ ଅତୀତ, ତେଣୁ ଭବିଷ୍ୟତ ତିଆରି ହେବ କେମିତି? ବର୍ତ୍ତମାନକୁ ଗଢ଼ିଲେ। ବର୍ତ୍ତମାନ ତିଆରି ହେବ କେମିତି? ନା ଅତୀତକୁ ଦେଖିଲେ। ସେଇ କଥା କହୁଛନ୍ତି ଯେ ଇତିହାସକୁ ନ ଧରିଲେ କିଛି ହେବ ନାହିଁ। ସେ ପୁଣି କହୁଛନ୍ତି ଯେ ପାଦମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କରିବ, ଏଇଟା ଗୋଟେ ପ୍ରଶ୍ନ ଆସେ, MCQ ପ୍ରଶ୍ନ। କ'ଣ ଦେଖିବ ନା ନର କଙ୍କାଳ ଦେଖିବ ନାଇଁ କି। ଯେତେବେଳେ ପାଦମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କରିବ, ଅର୍ଥାତ୍ କ'ଣ ନା ବର୍ତ୍ତମାନ ଅବସ୍ଥାରୁ ଯଦି ଅତୀତକୁ ଆମେ ଯିବା, ଅତୀତକୁ ଯିବା, ତାହେଲେ କ'ଣ ଦେଖିବା? ଖାଲି ନର ଦେହ ଦେଖିବା। ସେମାନେ କ'ଣ କରିଛନ୍ତି? ସେଇ ନରଦେହ ସେମାନେ ନିଜକୁ କ'ଣ ମାନେ ନିଜକୁ ସମର୍ପଣ କରିଦେଇଛନ୍ତି ନାଇଁ। କେତେ ନରଦେହ ସେମାନେ ଏଇ ଯେଉଁ ବିପ୍ଳବ ମାନଙ୍କରେ ନିଜକୁ ସମର୍ପଣ କରିଦେଇଛନ୍ତି। ଇତିହାସରେ ଆମେ ଯଦି ଗଣି ବସିବା ତାହେଲେ ଫରାସୀ ବିପ୍ଳବ ଆସିଯାଉଛି, ଫରାସୀର ରାଷ୍ଟ୍ର ବିପ୍ଳବ,
से कथा स्मरण कले आम मान हृत्कंप उपस्थित हुए। एटा भी प्रश्न पड़े केउ विप्लव कथा बा केउ कथा स्मरण कले आम मान हृत्कंप उपस्थित हुए। तो लक्ष लक्ष महाप्राणंकर विनाश वार्ता श्रवण करिपारिबा एई जदि फरासी विप्लव कथा माने आमे पढ़िबा एवं एई भली केते केते विप्लव हेची सहस्र विप्लव हेची एवं तार विवरणी नाही इतिहास रे। तेणु इतिहास ही कौन करिची ना फरासी विप्लव कौन कला ना फ्रांस गोटे देश फरासी मानंकु कौन कला ना समानता स्वाधीनता एवं भातृत्व देला एवं गणतंत्र देला। सेही भली भाबरे केते केते विप्लव आसीची एवं आमे स्वाधीन पाइछु एवं आजिर वर्तमान छिड़ाइची सेही लोक मानक द्वारा एवं से इतिहास द्वारा। जेमिति कि पितामातांकर शुक्र शोणितरे संतानर उत्पत्ति सेहीपरि अभिसंभावित सत्य समग्र अतीत मानव जातिर रक्त मांसरु वर्तमान मानव उन्नति उद्भूत। वर्तमान जो पृथ्वी अच्छी वर्तमान जो मानव उन्नति करिछि सेटा केवल अतीत मानव जातिर रक्त मांसरु ही तैयारी हेछि। तेणु अतीत केते परिमाण रे वर्तमान सृष्टि रे तार योगदान अछि सेही कथा ही आलोचना करा जाइछि नहीं। तेणु मानवर मेन मेन जिनस गुड़ा मु कहि दोछि बहुत बड़ माने चैप्टर टी अछि तेणु बुझिबा को चेष्टा कर। तेणु तेणु मुझे कहूली जे मानवर प्रकृत उन्नति जहा ता संगे ता सत्य संगे घनिष्ठ भाव में संबंध। तेणु सत्य को छाड़िक इतिहास बंची पारिबनी कि वर्तमान मध्य बंची पारिबनी। ताले सत्य कौन ना सत्य संगे घनिष्ठ भाव में संबंध। सुतरां तार विलोप असंभव सत्यर विलोप असंभव। केवल सत्य संगे विरोध जार तार विनाश अनिवार्य। एटा गोटे प्रश्न पड़े एमसीक्यू प्रश्न जार सत्य संगे माने कहार विनाश अनिवार्य जार सत्य संगे विरोध ताहार विनाश अनिवार्य। तो मानव समाज मध्य व्यापार चिरकाल लगी रही। आमे जदि इतिहास पृष्ठा को उल्टेबा ताहले सत्यर ही विजय हेछि असत्य ही कौन हेछि ना असत्यर पराजय हेछि। जेमति कि क्षुद्र अग्निकणा तुल्य गोटे निर्भूत हृदयर चिंता परिव्याप्त होई प्रकांड अग्निकांड उपस्थित करे एवं तद्वारा राशि राशि असत्य अन्याय असाम्य अपवित्रता शुष्क तृणराशि तुल्य भस्मीयुक्त हो जाए। जेमिति कि फरासी विप्लव अन्य विप्लव से भाव में छोट छोट अग्नि राशि माने लोक मान भितर जो अग्निर सत्य से सत्य ही असत्य अन्याय असाम्य अपवित्रता को ध्वंस कर देछि नहीं। केवल विशुद्ध सत्यटी सार वस्तुटी बंची रही। तेणु से सार वस्तुटी को नहीं ए जाति ए देश ए पृथ्वी आगेची नहीं कि। तेणु एटा होची नियम एटा होची सत्य नहीं। तेणु समस्त घटनार लक्ष्य एक गति एक आड़को गोटी आड़को से सत्य आड़को गति से सत्य आड़को समस्ते गति करूछंती एवं जो परवर्ती घटना से पश्चात गतिर यथेष्ट क्षतिपूरण कर देछि। केतेबेले आलोक केतेबेले अंधकार केतेबेले उच्च हास्य ध्वनि केतेबेले बा मर्मवेदी हाहाकार एपरि परस्पर विरुद्ध प्रतिकूल अवस्था भितर मानव जीवन प्रकृत रूपे गठित हुए। तेणु एमती दिन राति रहिबो एई भली भाबरे कौन हस कांद रहिबो हाहाकार रहिबो एवं अंधकार रहिबो आलोक रहिबो एई भितरे एई गुडिक सब कौन इतिहासर घटनावली। तो इतिहासर घटनावली माने दायी आजिर जो वर्तमान जीवन पाई। तेणु स्थूल सृष्टि मानव निकटरे जगतटा केवल विरुद्ध भावपूर्ण। जो माने स्थूल दृष्टिर मानव स्थूल दृष्टिर मानव से माने कौन करुचंती ना से माने खाउचंती शोउचंती बसुचंती नहीं से माने चिंतन किछि करूनाहांती। सेमानंक पई कौन ना जगतटा केवल विरुद्ध भावपूर्ण। मात्र चिंताशील मनुष्य सर्वत्र सर्व प्रकार विरोध मध्य सामंजस्य दर्शन करे नहीं। ए विरोध मध्य सामंजस्य दर्शन करे किए चिंताशील मनुष्य सेतिकी जानी जाए। तेणु समस्तंकर गति एक आड़को एवं एक अखंड नियम रे समस्ते घटना माने अखंड नियम रे समस्ते बंधा नहीं कि। तेणु अखंड नियमटा कौन आमे देखिबा जीवन में जेपरि नाना घटना नाना परिवर्तन भितर सारभूत जीवनटी उन्नत आड़को अग्रसर हुए समाज मध्य सेहीपरि नाना घटना नाना परिवर्तन द्वारा उन्नति आड़को गति करे। प्रकृत पक्षे जगतर कौन घटना अर्थशून्य ना सबू घटना पछरे किछि किछि सत्य लुचि रही सारवस्तु लुचि रही। से घटनार सारवस्तु को नहीं मनीष आगे चली एवं उन्नति करी चली। तो मानव समाजर समस्त व्यापार इतिहास अंतर्भुक्त समस्त व्यापार
ମାନବ ସମାଜର ସମସ୍ତ ବ୍ୟାପାର କ'ଣ ନା ଇତିହାସରେ ଅନ୍ତର୍ଭୁକ୍ତ। ଯେମିତିକି ଜଣେ ମଣିଷକୁ ଯଥାର୍ଥ ରୂପେ ଜାଣିବାକୁ ହେଲେ ତାର ସମଗ୍ର ଜୀବନର ଇତିହାସ ଜାଣିବା ଆବଶ୍ୟକ। ସେହିପରି ମାନବ ସମାଜର ବିଷୟ ବୁଝିବା ପକ୍ଷରେ ସମଗ୍ର ଇତିହାସ ଅବଶ୍ୟ ଜ୍ଞାତବ୍ୟ ବା ଜାଣିବା ଦରକାର। ତେଣୁ ବ୍ୟକ୍ତିଗତ ଜୀବନର ଇତିହାସକୁ ଆମେମାନେ ଜୀବନ ଚରିତ ଆଖ୍ୟା ଦେଇଥାଉ। ଏଇଟା ଗୋଟେ ପ୍ରଶ୍ନ ପଡ଼େ ଯେ କ'ଣ ବ୍ୟକ୍ତିଗତ ଜୀବନର ଇତିହାସକୁ ଆମେମାନେ କ'ଣ ଆଖ୍ୟା ଦେଇଥାଉ? ନାଇଁ, ଅପସନ୍ ଦେଇଥିବ, ଉତ୍ତର ହେଉଛି ଜୀବନ ଚରିତ ଆଖ୍ୟା ଦେଇଥାଉ। ସେହିପରି ଜାତି ବିଶେଷର ଇତିହାସକୁ ସେଇ ଜାତିର ଜୀବନ ଚରିତ ବୋଲି କୁହାଯାଇପାରେ। ନାଇଁ, ତେଣୁ ମନୁଷ୍ୟ କିପରି ପ୍ରାଥମିକ ହୀନ ଅବସ୍ଥାରୁ ମାନେ ଇତିହାସ କାହାକୁ କହନ୍ତି? ଶୁଣ, ଇତିହାସ ପଦବାଚ୍ୟ କ'ଣ? ଏଇଟା ଗୋଟେ 2 ମାର୍କିଆ ପ୍ରଶ୍ନ ପଡ଼େ। ମଣିଷ କିପରି ପ୍ରାଥମିକ ହୀନ ଅବସ୍ଥାରୁ କ୍ରମେ କ୍ରମେ ଉନ୍ନତି ହୋଇ ଉତ୍ତୀର୍ଣ୍ଣ ହୋଇ ବା ଉନ୍ନୀତ ହୋଇ ବର୍ତ୍ତମାନ ସଭ୍ୟତା ଲାଭ କରିଛି, ଏ କଥାକୁ ବୁଝିବାକୁ ହେଲେ ଗୋଟା କେତେ ରାଜବଂଶର ବିବରଣ, ଗୋଟେ ଅଧେ ବିଶେଷ ଜାତିର ସ୍ଥୂଳ ବିବରଣ ପାଠ କଲେ ଚଳିବ ନାହିଁ। ତେଣୁ ଯହିଁରେ ମାନବ ପ୍ରକୃତିର କ୍ରମ ବିକାଶର ଛବି ପ୍ରତିବିମ୍ବିତ ହୁଏ ନାହିଁ, ପ୍ରତିବିମ୍ବିତ ନାହିଁ, ତା ପ୍ରକୃତ ଇତିହାସ ପଦବାଚ୍ୟ ହୋଇନପାରେ। ତାହେଲେ ଇତିହାସ ପଦବାଚ୍ୟ କ'ଣ? ଇତିହାସ କ'ଣ ନା ଯହିଁରେ ମାନବ ପ୍ରକୃତିର କ୍ରମ ବିକାଶର ଛବି ପ୍ରତିବିମ୍ବିତ ହୁଏ ତାକୁ ଇତିହାସ ପଦବାଚ୍ୟ କୁହାଯାଏ। ବୁଝିହେଲା? ତେଣୁ କ'ଣ ନା ଏବେ ଯେଉଁ ପ୍ରଚଳିତ ଇତିହାସ ଯେଉଁ ଚାଲିଛି ସେଟା ହେଉଛି ଗଭୀରତା ଶୂନ୍ୟ ଗ୍ରାମ୍ୟ ଗଳ୍ପ ତୁଲ୍ୟ, କେବଳ ଷ୍ଟୋରି, କେବଳ ଗ୍ରାମ୍ୟ ଗଳ୍ପ ତୁଲ୍ୟ। ଧୀରେ 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 ଇତିହାସ ଲେଖାରେ ମଧ୍ୟ ଉନ୍ନତି ହେଉଛି। ସେ କହୁଛନ୍ତି ଇତିହାସ ଲେଖାରେ। ତେଣୁ ଇତିହାସ ପ୍ରଥମ ଅବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁ ନଥିଲା, ବସ୍ତୁର ଅସ୍ତିତ୍ୱ ନଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ। ଧୀରେ 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 ମଣିଷ ଡେଭଲପ୍ ହେଲା ଏବଂ ଇତିହାସ ଲେଖିବାରେ ତାର ରୁଚି ରହିଲା। ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କେବଳ କେତେ ଗୁଡ଼ିଏ କ୍ଷମତାଶାଳୀ ବୀରପୁରୁଷମାନଙ୍କର କଳ୍ପନା ମିଶ୍ରିତ ବିବରଣୀ ଛଡ଼ା ଆଉ କିଛି ନୁହେଁ। ତ ଧୀରେ 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 ପ୍ରାଚୀନ କାଳରେ ଏହି ପ୍ରକାର କଳ୍ପନା ମିଶ୍ରିତ ବିବରଣ ଛଡ଼ା ଆମେମାନେ ବିଶୁଦ୍ଧ ଇତିହାସ ବୋଲି କୌଣସି ବସ୍ତୁ ପାଇପାରୁ ନାହିଁ। ତେଣୁ କ'ଣ ନା ଇତିହାସ କେଉଁଠି ଅଛି ନା କେଉଁଠାରେ ଏଇ ବିବରଣମାନ, ଏଇ ଯେଉଁ ଇତିହାସ କେଉଁଠି ଅଛି ନା କେଉଁଠାରେ କାବ୍ୟ କବିତାରେ ଅଛି, ନାଟକରେ ଅଛି, ପୁରାଣରେ ଇତ୍ୟାଦି ଆକାରରେ ଧାରଣ କରିଛି କେଉଁଟା? ଇତିହାସ। କିନ୍ତୁ ପ୍ରକୃତ ପକ୍ଷେ ପ୍ରାଚୀନ କାଳର ଇତିହାସ ଭିନ୍ନ ଭିନ୍ନ ଯୁଗର ସାହିତ୍ୟ ମଧ୍ୟରେ ଅନ୍ତର୍ନିବିଷ୍ଟ ଅଛି। ତେଣୁ ପ୍ରାଚୀନ ଧର୍ମଶାସ୍ତ୍ର ପର୍ଯ୍ୟନ୍ତ ଐତିହାସିକ ସତ୍ୟରେ ପରିପୂର୍ଣ୍ଣ। ଏଇଟି ଇତିହାସ କେଉଁଠି ଅଛି? ପୁରାତନ ବାଇବେଲ, ପୁରାତନ ବେଦ, ପୁରାତନ ଶାସ୍ତ୍ର, ଏଇମାନଙ୍କରେ ପୁରାତନ କବି କବିତା, ନାଟକ, ପୁରାଣ, ଏଗୁଡ଼ିକରେ ଇତିହାସ ଅଛି। ତ ଭିନ୍ନ ଦେଶର ଭିନ୍ନ କାଳର ମନ୍ଦିର, ଗୃହ, ଖୋଦିତ ମୂର୍ତ୍ତି, ଫଳକାଦିରେ ସେହି ଦେଶର ଓ କାଳର ଇତିହାସ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ଅଛି। ତ ବର୍ତ୍ତମାନ ଯୁଗରେ କ'ଣ ହେଉଛି ନା ଇତିହାସ ଲେଖନୀ ପ୍ରଣାଳୀ ସ୍ୱତନ୍ତ୍ର ଏବଂ ଆଦର୍ଶର ନିକଟବର୍ତ୍ତୀ। ଏଥିରେ ମାନବ ଜୀବନର ସର୍ବବିଧ ବ୍ୟାପାରର ଯୋଗ ଅଛି। ତେଣୁ ବର୍ତ୍ତମାନର ଯେଉଁ ଇତିହାସ ଲେଖନୀ ପ୍ରଣାଳୀରେ କ'ଣ କ'ଣ ଅଛି? କେବଳ ରାଜା ଆଉ ରାଜପୁରୁଷ ନାହାନ୍ତି, ରାଜନେତା ନାହାନ୍ତି, କ'ଣ ଅଛି? ରାଜନୀତି ନାହିଁ। ସେଥି ଭିତରେ ଆଜିରେ କ'ଣ ଅଛି ନା ଜାତି ସାଧାରଣର ଆଚାର ବ୍ୟବହାର, ସାଧାରଣ ଲୋକଙ୍କର ବ୍ୟବହାର, ଆଚାର ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ ଏସବୁ ଅଛି। ଠିକ୍ ଅଛି। ତେଣୁ ଇତିହାସ ଲେଖନୀରେ ମଧ୍ୟ କ'ଣ କିଛିଟା ମାନେ ଇମ୍ପ୍ରୁଭମେଣ୍ଟ ହେଇଛି, ଉନ୍ନତି ହେଇଛି। ତେଣୁ ଇତିହାସ ଲେଖନୀ ପ୍ରଣାଳୀ ସମ୍ବନ୍ଧରେ ଦିନକୁ ଦିନ ପ୍ରଭୁତ୍ୱ ଉନ୍ନତି ସାଧିତ ହେଉଛି ବୋଲି ମାନେ ଲେଖକ ଏଠି କହୁଛନ୍ତି। ଏଥିରେ ସନ୍ଦେହ ନାହିଁ ବୋଲି କହୁଛନ୍ତି, ନାଇଁ କି? ତେଣୁ ଇତିହାସ ବର୍ତ୍ତମାନ ସାହିତ୍ୟ, ଶିଳ୍ପ, ବାଣିଜ୍ୟ, ଧର୍ମ, ନୀତି, କାବ୍ୟ, ଉପନ୍ୟାସ, ବିଜ୍ଞାନ, ଦର୍ଶନ ସମସ୍ତ ତାହା ନିକଟରେ ଐତିହାସିକ ସତ୍ୟମୟ। ତେଣୁ ଇତିହାସ ଭିତରେ ଏସବୁ ରହିଛି। ତେଣୁ ଇତିହାସ ଯେପରି ଭାବରେ ଲିଖିତ ହେଉ, କିନ୍ତୁ ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପରିମାଣରେ ନିର୍ଭର କରେ। ଏଇଟା ଗୋଟେ ପ୍ରଶ୍ନ ପଡ଼େ, MCQ ପ୍ରଶ୍ନ। ତେଣୁ କାହା ଉପରେ ନିର୍ଭର କରେ ନା ପଠନ ପ୍ରଣାଳୀ। କେମିତି ପଢ଼ୁଛନ୍ତି ଇତିହାସ, କେମିତି ପଢ଼ୁଛନ୍ତି ଇତିହାସ? ଇତିହାସ କେବଳ କେତେ ଗୁଡ଼ିଏ ଘଟଣାର ସମଷ୍ଟି ଛଡ଼ା ଆଉ କ'ଣ? ଯଦି ଆମେ ଭାବିବା ତାହେଲେ ସର୍ବନାଶ। ସେଇ ଘଟଣାର ପଶ୍ଚାତ୍ ଦେଶରେ ଯେଉଁ ନିୟମ ବା ନିୟନ୍ତାଙ୍କର ହସ୍ତକାର୍ଯ୍ୟ ରହିଛି ତାକୁ ପ୍ରତ୍ୟକ୍ଷ କରି ନ ପାରିଲେ ବିଦ୍ୟାଳୟର ବାଳକମାନଙ୍କ ତୁଲ୍ୟ କେତେ ଗୁଡ଼ିଏ ଶୁଷ୍କ କଥା, ମୃତ ଅତୀତର ଅର୍ଥଶୂନ୍ୟ ବିବରଣ କଣ୍ଠସ୍ଥ କରି କି ଲାଭ? ତେଣୁ ଖାଲି ଯଦି ଘୋଷିକିରି ପିଲାମାନେ ମନେ ରଖିବେ ଇତିହାସ, ସେଥିରେ କିଛି ଲାଭ ନାହିଁ।
କିନ୍ତୁ କ'ଣ କରିବାର ଅଛି ନା ଘଟଣା ପଛରେ, ଇତିହାସର ଘଟଣା ପଛରେ ଯେଉଁ ସତ୍ୟ ନିହିତ ଅଛି, ଯେଉଁ ନିୟମ ନିହିତ ଅଛି, ସେ ନିୟମକୁ ଆବିଷ୍କାର କରିବାକୁ ପଡ଼ିବ ଆଗକୁ ଉନ୍ନତି ପାଇଁ। ମଣିଷ ମନରେ ପ୍ରକୃତିଗତ ସୌସାଦୃଶ୍ୟ ବିଦ୍ୟମାନ, ତ ପ୍ରକୃତିଗତ ସମାନ ସମାନ ଦୃଶ୍ୟ ବିଦ୍ୟମାନ। ଏକଥାରେ ମତଭେଦ ହୋଇନପାରେ, ନାଇଁ କି? ବୈଷମ୍ୟର ମାତ୍ରା ଯେତେ ଅଧିକ ହେଉ ପଛକେ ମୂଳରେ ମାନବ ପ୍ରକୃତି ଏକ, ମାନବ ପ୍ରକୃତି ଏକ। ଆଉ ସେଇ ପ୍ରକୃତିକୁ, ଇତିହାସକୁ ପଠନ କଲେ ସେଇ ପ୍ରକୃତିକୁ ଧରି ହେବ। ସମଗ୍ର ବ୍ରହ୍ମାଣ୍ଡର ଅନ୍ତରତମ ପ୍ରଦେଶରେ ଏପରି ଏକ ସାଧାରଣ ଭୂମି ଅଛି, ନାଇଁ? ବ୍ରହ୍ମାଣ୍ଡ ଏମିତି ଗୋଟେ ସାଧାରଣ ଭୂମି ଅଛି ଯେଉଁଠାରେ କୌଣସି ପ୍ରକାର ଭେଦ ବା ବୈଷମ୍ୟ ପ୍ରଦୃଷ୍ଟ ହୁଏ ନାହିଁ। ସେହି ଭୂମି ଉପରେ ଦଣ୍ଡାୟମାନ ହୋଇପାରିଲେ ମଣିଷ ଆପଣା ଭିତରେ ସମସ୍ତ ବ୍ରହ୍ମାଣ୍ଡ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହୁଏ ଏବଂ ସର୍ବତ୍ର ସର୍ବମଙ୍ଗଳମୟ ବିଧାତାଙ୍କ ପ୍ରତ୍ୟେକ ହସ୍ତ ଦର୍ଶନ କରି ସ୍ତମ୍ଭିତ ମୋହିତ ହୁଏ। ସୁତରାଂ ସେଠାରେ ଦେଶ କାଳର ଦୂରତ୍ୱ ବିନିଷ୍ଟ ହୋଇଯାଏ। ଏଇଟା ଟିକେ ଆଧ୍ୟାତ୍ମିକ ବିଷୟକୁ ଚାଲିଯାଇଛନ୍ତି, ଭିତରକୁ ଚାଲିଯାଇଛନ୍ତି ଯେ କ'ଣ ନା ସମଗ୍ର ବ୍ରହ୍ମାଣ୍ଡରେ ଗୋଟେ ଅନ୍ତର୍ଦମ ପ୍ରଦେଶରେ, ମାନେ ବ୍ରହ୍ମାଣ୍ଡ ବାହାରେ ବି ବ୍ରହ୍ମାଣ୍ଡ, ଆମ ଶରୀର ଭିତରେ ବି ବ୍ରହ୍ମାଣ୍ଡ। ତେଣୁ ଶରୀର ଭିତରେ ଅନ୍ତରତମ ପ୍ରଦେଶରେ ଏପରି ଏକ, ମାନେ ଆମେ ଯଦି ମାନେ ରହିବା ସେ ଅନ୍ତରତମ ପ୍ରଦେଶରେ ଯେଉଁଠିକି କୌଣସି ଭେଦ ବୈଷମ୍ୟ ରହିବ ନାହିଁ, ନାଇଁ କି? ଯେମିତିକି ଅୟମ ଆତ୍ମା ବ୍ରହ୍ମ ତତ୍ତ୍ୱମସି ସୋହମସ୍ମି ଅହମ୍ ବ୍ରହ୍ମାସ୍ମି, ମୁଁ ଯିଏ ତୁ ସିଏ, ଏମିତି କୌଣସି ଭେଦଭାବ ରହିବ ନାହିଁ, ନାଇଁ? ଆଉ ସେଇଠି କ'ଣ ନା ବିଧାତାଙ୍କର ହସ୍ତ ଦର୍ଶନ ହେବ, ଯେ ବିଧାତା ସବୁ କରାଉଛନ୍ତି। ସୁତରାଂ ସେଠାରେ ଦେଶ କାଳର ଦୂରତ୍ୱ ବିନଷ୍ଟ ହୋଇଯାଏ। ବୁଝୁଛି? ତେଣୁ ସେ କହୁଛନ୍ତି ପ୍ରତ୍ୟେକ ଘଟଣା, ପ୍ରତ୍ୟକ୍ଷ ଘଟଣା ସଙ୍ଗେ ଯେତେବେଳେ ଜୀବନର ଯୋଗ ସଂସ୍ଥାପିତ ହୁଏ ସେତେବେଳେ ସମଗ୍ର ଅତୀତ ବର୍ତ୍ତମାନ ଆକାର ଧାରଣ କରେ। ତେଣୁ ଇତିହାସ ଦୃଷ୍ଟାନ୍ତର ଆକାର, ସୁତରାଂ ତାହା ଶିକ୍ଷା ପକ୍ଷରେ କିପରି ଉପଯୋଗ୍ୟ ତାହା ମଧ୍ୟ କହିଛନ୍ତି। ତେଣୁ ଶିକ୍ଷା ପକ୍ଷରେ ଇତିହାସ ବହୁତ ଉପଯୋଗ୍ୟ। ଆଉ ବୁଦ୍ଧିମାନ ବ୍ୟକ୍ତି ମାତ୍ରକେ ଅନୁଭବ କରିପାରନ୍ତି ଇତିହାସର ଭୂମିକା କେତେ। ତେଣୁ ପ୍ରାକୃତିକ ନିୟମର କାର୍ଯ୍ୟ ପ୍ରଣାଳୀ ସର୍ବତ୍ର ଏବଂ ସର୍ବକାଳରେ ଏକ। ଯେ ପ୍ରକାର କାର୍ଯ୍ୟରୁ ଏକ ବ୍ୟକ୍ତି ବା ଜାତିର ଅଧପତନ ହେଲା, ସକଳ ବ୍ୟକ୍ତି ବା ଜାତିର ତଦ୍ୱାରା ନିଶ୍ଚୟ ଅଧପତନ ହେବ। ତେଣୁ ଆମେ ଇତିହାସରୁ ଜାଣୁ ଯେ ଏଇ ଜାତିର ଅଧପତନ କାହିଁକି ହେଲା, ନାଇଁ କି? ଗୋଟିଏ ତ ସତ୍ୟ ଅଛି, ଗୋଟେ ତ ନିୟମ ଅଛି। ସେଇ ଯେଉଁ ଅସତ୍ୟ କାର୍ଯ୍ୟ କିମ୍ବା କୌଣସି ପ୍ରକାର କାରଣରୁ ଅଧପତନ ହେଲା, ସେ ଜାତିର ଅଧପତନ ହେଲା। ତେଣୁ ସେଇ କାରଣଟା ପାଇଁ ଯଦି ମଣିଷ ଜାତି ଜାଣିଯାଏ କାରଣ ପାଇଁ ଅଧପତନ ହେଲା, ତେଣୁ ସେ କ'ଣ କରିବ? ସେ ଆଶ୍ଚର୍ଯ୍ୟ ନ ହୋଇ ସେଇ କାରଣକୁ ଧରି ସେ ଆଗକୁ ଯିବ ଯେ ସେଟା ଆଉ କରିବ ନାହିଁ। ତେଣୁ ସକଳ ବ୍ୟକ୍ତି ଜାତିର ତଦ୍ୱାରା ନିଶ୍ଚୟ ଅଧପତନ ହେବ। ସେଇ କାରଣଟାକୁ ଯଦି କୌଣସି ଜାତି ପୁଣି ଅନୁସରଣ କଲା ତାର ମଧ୍ୟ ଅଧପତନ ହେବ। ସେଟା ହେଉଛି ନିୟମ, ଯେଉଁଟାକି ଇତିହାସରୁ ଜାଣିବାକୁ ମିଳେ। ଆଉ ଯଦି କିଏ ଉନ୍ନତି କରିଛି କୌଣସି ଜିନିଷକୁ ଧରି, ତାହେଲେ ଉନ୍ନତି କରିଛି। ତେଣୁ ସେଇ ଜିନିଷକୁ ଯଦି ଆଉ ଗୋଟେ ଜାତି ଧରେ ତାହେଲେ ତାର ଉନ୍ନତି ନିଶ୍ଚୟ। ଯେମିତିକି ଅହଙ୍କାର, ଚିରକାଳରେ ଅହଙ୍କାର କ'ଣ? ଅହଙ୍କାର ଚିରକାଳରେ କ'ଣ ହୁଏ ନା ଠିକ୍ ନୁହେଁ। ତେଣୁ ଅହଙ୍କାରର ମସ୍ତକରେ ପତନ, ଏଇ କଥାଟି ସର୍ବତ୍ର ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇ ରହିଅଛି। ଅହଙ୍କାର କଲେ ପତନ ହେବ, ନାଇଁ କି? ତେଣୁ ଏଇଟା ଗୋଟେ ନିୟମ ଇତିହାସରେ ଆମେ ଜାଣିଛୁ, ଉଦାହରଣରୁ ଜାଣିଛୁ। ତେଣୁ ଅମୁକ ବ୍ୟକ୍ତି ଅହଙ୍କାର କରୁଛି ମାନେ ତାର ପତନ ସିଓର। ଆଉ ଧର୍ମର ଜୟ ଅଧର୍ମର ପରାଜୟ ଇତିହାସ ଶିଖେଇଛି। ତେଣୁ ଧର୍ମର ଜୟ ଅଧର୍ମର ପରାଜୟ। ତେଣୁ ଅପରିଣାମଦର୍ଶୀ, ଯିଏକି ପରିଣାମ ଦେଖେ ନାହିଁ, ଯେମିତି ସ୍ଥୂଳ ଜ୍ଞାନୀ ମଣିଷ, ମାନେ ସ୍ଥୂଳ ମଣିଷ। ତେଣୁ କ'ଣ? ସେ ଅପରିଣାମଦର୍ଶୀ, ମାନେ ପରିଣାମ କିଛି ଦେଖିପାରେନି। ତ ମାନବ ଅନେକ ସମୟରେ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ। ତେଣୁ ସେ ସ୍ଥୂଳଦର୍ଶୀ ମଣିଷ, ସେ କେବଳ ସ୍ଥୂଳକୁ ଦେଖିକିରି ଆଉ ଭିତରକୁ ଚିନ୍ତନ କରେ ନାହିଁ, ପରିଣାମ ଦେଖେ ନାହିଁ, ଫଳାଫଳ ଦେଖେ ନାହିଁ। ତ ତାର କ'ଣ ହୁଏ? ତାର ମାନେ ପତନ ହୁଏ। ଇତିହାସ ପାଠ ଦ୍ୱାରା ସକଳ ଅବିଶ୍ୱାସ ତିରୋହିତ ହୁଏ, ଦୃଷ୍ଟି ଉଜ୍ଜଳ ହୁଏ। ତେଣୁ ଇତିହାସ ପାଠ କରିବା ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛନ୍ତି। କିଏ? ମାନେ ଲେଖକ କହୁଛନ୍ତି। ତେଣୁ ସର୍ବତ୍ର ସତ୍ୟର ଜୟ, ମଙ୍ଗଳର ଜୟ, ପୁଣ୍ୟର ଜୟ ପ୍ରତ୍ୟକ୍ଷ କରି ପ୍ରାଣ ଆଶା ବିଶ୍ୱାସରେ ପୁଲକିତ ହୋଇଯାଏ। ତେଣୁ ଆମେ ଇତିହାସରୁ ଏସବୁ ଜାଣୁ। ଆମେମାନେ ବର୍ତ୍ତମାନ ଯାହା ଭୋଗ କରୁଛୁ ତାହାରି କର୍ତ୍ତା ଆମେମାନେ ନୁହଁ। ଆମେମାନେ ଖାଲି ଭୋଗ କରୁଛୁ, ଆମେମାନେ ନୁହଁ। ତାହେଲେ କିଏ? ନା ପ୍ରାଚୀନ କାଳର ମହାତ୍ମା ମାନେ
ପ୍ରାଚୀନ କାଳର ମହାତ୍ମା ମାନେ ଯେଉଁମାନେ କଷ୍ଟ କରି ନିଜକୁ ତ୍ରାହି ଦେଇ ନିଜକୁ ମାନେ ସମର୍ପଣ କରିଦେଇ କେତେ କ୍ଲେଶ ଭୋଗ କରି ସେମାନେ କ'ଣ କରିଛନ୍ତି ନା ଆମକୁ ଏତେ ପର୍ଯ୍ୟନ୍ତ ଆଣିଛନ୍ତି। ସେଇମାନେ ହେଇଛନ୍ତି କାଳଜାଇ ମହାପୁରୁଷ, ନାଇଁ କି? ତେଣୁ ପ୍ରାଥମିକ ମଣିଷ ଯେଉଁ ଥିଲା, ଅରଣ୍ୟରେ ଥିଲା, ଶୀତ ଗ୍ରୀଷ୍ମ ବର୍ଷାରେ ଅସହ୍ୟ କ୍ଲେଶ ସହ୍ୟ କରି କ'ଣ ଅପକ୍ୱ ମାଂସ ଖାଉଥିଲା, ଫଳମୂଳ ଆହାର କରୁଥିଲା, କାଳତିପାତ କରୁଥିଲା। କିନ୍ତୁ ଆଜି କ'ଣ ନା ଆମେମାନେ ଅଲଗା। ଆମେମାନେ ଚବ୍ୟ ଚୌଷ୍ୟ ଲୈହ ପେୟ ଚତୁର୍ବିଧ ରସରେ ରସନା ତୃପ୍ତ କରୁଛୁ, ନାଇଁ? ଚୋବେଇକିରି ଚୁଷିକିରି, ନାଇଁ, ଏଇଭଳି ପିଇକିରି ତେଣୁ ତୃପ୍ତ କରୁଛୁ। ତେଣୁ ସୁନ୍ଦର ସୁସଜ୍ଜିତ ବାସଗୃହରେ ରହୁଛୁ, ପରମାନନ୍ଦ ପ୍ରାପ୍ତି କରୁଛୁ, ନିରାପଦରେ ବାସ କରୁଛୁ। ନାନା ଯନ୍ତ୍ର ସାହାଯ୍ୟରେ ଆମେ ବିବିଧ କାର୍ଯ୍ୟ କରୁଛୁ। ତେଣୁ ପଛରେ କିଏ ଅଛି ନା ପଛରେ ସେଇ ଇତିହାସ ଅଛି। ମଣିଷମାନଙ୍କର ସମର୍ପଣ ଅଛି, ତାଙ୍କର ଅବଦାନ ଅଛି। ବୁଝିହେଲା? ତ ଭାବି ଦେଖ କେତେ ଯୁଗ ଯୁଗାନ୍ତର କଠୋର ତପସ୍ୟା ଦ୍ୱାରା ପ୍ରାଚୀନ ପୁରୁଷମାନେ ଆମମାନଙ୍କ ପାଇଁ ଏହି ଅମୂଲ୍ୟ ରତ୍ନ ରାଶି ସଞ୍ଚୟ କରି ଯାଇଛନ୍ତି। ତେଣୁ ଅମୂଲ୍ୟ ରତ୍ନ ରାଶି ଆମେ ଯେଉଁଗୁଡ଼ାକ ଉପଭୋଗ କରୁଛୁ ସେମାନେ ସଞ୍ଚୟ କରିକି ରଖି ଯାଇଛନ୍ତି। ତେଣୁ ଅତୀତର ସନ୍ତାନ ଭବିଷ୍ୟତର ପିତା ରୂପେ ଦଣ୍ଡାୟମାନ। ତେଣୁ ଭବିଷ୍ୟତର ପିତା ରୂପେ ଦଣ୍ଡାୟମାନ ଅତୀତର ସନ୍ତାନ। ତ ଅତୀତର ସନ୍ତାନମାନେ ଯାହା କରିଯାଇଛନ୍ତି ସେମାନେ ଭବିଷ୍ୟତରେ ପିତା ରୂପେ ଦଣ୍ଡାୟମାନ, ଭବିଷ୍ୟତକୁ ଗଢ଼ୁଛନ୍ତି। ତ ପୁତ୍ର ପାଇଁ କେବଳ ପୌତ୍ରିକ ସମ୍ପତ୍ତି ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ। ତେଣୁ ପୈତୃକ ଧନରାଶି ସଙ୍ଗେ ସୌପାର୍ଜିତ ସମ୍ପତ୍ତି ଯୋଗ କରିବା ହିଁ ସୁସନ୍ତାନ ସୁପିତାର କାର୍ଯ୍ୟ। ତାହେଲେ ସୁସନ୍ତାନ ସୁପିତାର କାର୍ଯ୍ୟ କ'ଣ? 2 ମାର୍କିଆ ପ୍ରଶ୍ନ ଆସେ। ତେଣୁ ସେମାନେ କ'ଣ କରିବା ଦରକାର ନା ସୁସନ୍ତାନ ସୁପିତାର କାର୍ଯ୍ୟ ହେଉଛି ପୌତ୍ରିକ ଧନରାଶି ସଙ୍ଗେ ସୌପାର୍ଜିତ ମାନେ ନିଜର ଉପାର୍ଜିତ ସମ୍ପତ୍ତି ଯୋଗ କରିବା। ତାହା ନ କଲେ ପିତା ଓ ପୁତ୍ର ଉଭୟଙ୍କର ପ୍ରତି କର୍ତ୍ତବ୍ୟ ଲଙ୍ଘନ ଜନିତ ଅପରାଧ ଭାଗୀ ହେବାକୁ ପଡ଼ିବ। ପିତା ଯେତିକି ସମ୍ପତ୍ତି ରଖିଛନ୍ତି ସେଇଟା ହେଉଛି କର୍ତ୍ତବ୍ୟ, ଆଉ ପୁତ୍ରର କର୍ତ୍ତବ୍ୟ ହେଉଛି କ'ଣ? ସମ୍ପତ୍ତିକୁ ଉପାର୍ଜନ କରି ଯୋଗ କରିବା, ସମ୍ପତ୍ତିକୁ ବଢ଼େଇବା। ତ ଇତିହାସ ଆମମାନଙ୍କୁ ଆଉ ଗୋଟିଏ ଶିକ୍ଷା ପ୍ରଦାନ କରେ। ଆଉ ଗୋଟେ କ'ଣ? ତା ଇତିହାସର ସର୍ବଶ୍ରେଷ୍ଠ ଶିକ୍ଷା କ'ଣ? ସର୍ବଶ୍ରେଷ୍ଠ ଶିକ୍ଷା ନା ଯେଉଁ ବିଷୟରେ ଅଯୋଗ୍ୟ ହେବ ସେ ସେଥିରୁ ବଞ୍ଚିତ ହେବ। ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଶିକ୍ଷା। ଯିଏ ଯେଉଁ ବିଷୟରେ ଅବଯୋଗ୍ୟ ହେବ ସେଥିରେ ବଞ୍ଚିତ ହେବ। ଯେଉଁ ଜାତି ଅଯୋଗ୍ୟ ହେଲା ତାହାର ରସାତଳ ଗତି ଅନିବାର୍ଯ୍ୟ ହେଲା। ମାନେ ଏଇଟା ଖୋଲା ଅଛି, ପ୍ଲାଟଫର୍ମ ଅଛି, ଯିଏ ଯାହା ଉନ୍ନତି କରିଯାଅ। ଯେମିତିକି ରୋମ ବା ଭାରତ ଯାହା ରକ୍ଷା କରିପାରିଲା ନାହିଁ, ଇଂଲଣ୍ଡ ଓ ଆମେରିକା ସେଥିରେ ପ୍ରସ୍ତୁତ ରହିଅଛନ୍ତି। ଯଦି ଇଂଲଣ୍ଡ ଆମେରିକା ଯେତେବେଳେ ନିଜ ଅଯୋଗ୍ୟତା ପ୍ରମାଣ ଦେବେ ସେତେବେଳେ ନୂଆ ଇଂଲଣ୍ଡ ନୂଆ ଆମେରିକା ଅଭ୍ୟୁଦୟ ହେବ। ତେଣୁ ଅଯୋଗ୍ୟ ହେଲା ସେ ରସାତଳକୁ ଗଲା, ଯେ ଯୋଗ୍ୟ ହେଲା ସେ ଆଗକୁ ଗଲା। ତେଣୁ ଏଇଟା ହେଉଛି ସତ୍ୟ। ଆଉ ଗୋଟେ ସତ୍ୟ କଥା କହିଛନ୍ତି ଯେ ମାତ୍ର ଯୋଗ୍ୟତା ନ ଦେଖି ସେ କାହାକୁ କୌଣସି ଉଚ୍ଚ ଅଧିକାର ଦିଅନ୍ତି ନାହିଁ। କିଏ? ଈଶ୍ୱର କ'ଣ କରନ୍ତି? ବିଧାତା କ'ଣ କରନ୍ତି ନା ଯୋଗ୍ୟତା ନଥାଇ କୌଣସି ଉଚ୍ଚ ଅଧିକାର ଦିଅନ୍ତି ନାହିଁ। ଯେମିତିକି ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ପ୍ରଭୃତି ଯୋଗ୍ୟତାର ଲକ୍ଷଣ। ଏଗୁଡ଼ିକ ହରାଇ ବସିଲେ କେବଳ ଭୋଗ ବିଳାସ ଆମୋଦ ପ୍ରମୋଦରେ ଯିଏ ମାତିଲା ସେମାନେ ରସାତଳକୁ ଗଲେ, ସମାଜ ଉନ୍ନତି ହେଲା ନାହିଁ। ତେଣୁ ଗୁଣଗୁଡ଼ିକୁ ଧାରଣ କରିବା ବହୁତ ଇମ୍ପୋର୍ଟାଣ୍ଟ ଏବଂ ଯୋଗ୍ୟ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବଂ ଆମ ଭିତରେ ସାଧୁତା, ସରଳତା, ସତ୍ୟନିଷ୍ଠା, ମୈତ୍ରୀ, କ୍ଷମା, ସାହସ, ବୀର୍ଯ୍ୟ ଏଗୁଡ଼ିକୁ ଏହି ଲକ୍ଷଣଗୁଡ଼ିକୁ ଧାରଣ କରିବାକୁ ପଡ଼ିବ। ଆଉ ନୀତିହୀନ ଅନୁଦାର ଜାତି କଦାପି ସଭ୍ୟତାର ଉଚ୍ଚତର ସୋପାନରେ ଆରୋହଣ କରିପାରି ନଥାଏ। ନୀତିହୀନ ଯେଉଁ ସଭ୍ୟତା ଥିବ। ତେଣୁ ସମଗ୍ର ଭାବରେ ମାନବ ଜାତିର ଅତୀତ ଇତିହାସ ଅଧ୍ୟୟନ କରିବା ସର୍ବଦା ବିଧେୟ। ତେଣୁ ଅତୀତକୁ ଅଧ୍ୟୟନ କରିବା ଦରକାର, ଇତିହାସକୁ ଭଲ ପାଇବା ଦରକାର, ଇତିହାସକୁ ଅଧ୍ୟୟନ କରିବା ଦରକାର। ମଣିଷ କ'ଣ କରିଛି ତାର ଅବଦାନକୁ ପଢ଼ିବା ଦରକାର। ତାହେଲେ ଯାଇକି ଅନୁଭବ ହୋଇପାରିବ, ଭବିଷ୍ୟତକୁ ଆମେ ଉନ୍ନତି କରିପାରିବା। ମାତ୍ର ମନୁଷ୍ୟ କ୍ଷୁଦ୍ର ଜୀବ, ତାର ସ୍ୱଦେଶ ବା ସ୍ୱଜାତି ବୋଲି ଗୋଟିଏ ଅତି ପ୍ରିୟ ବସ୍ତୁ ଅଛି। କ'ଣ ପ୍ରିୟ ବସ୍ତୁ ଅଛି? ସ୍ୱଜାତି, ମୋ ଦେଶ ନାଇଁ କି? ସ୍ୱଦେଶ, ସ୍ୱଜାତି, ମୋ ଦେଶ ବୋଲି ଗୋଟେ ଅଛି। ତେଣୁ ସେ ବସ୍ତୁଟି ପ୍ରତି ତାହାର ସ୍ୱାଭାବିକ ଅନୁରାଗ ଅଧିକ ଯେ ମୋ ଦେଶ ପ୍ରତି। ଯଦିଓ ଆମେ କହୁଛୁ ଯେ ପୃଥିବୀ ଇତିହାସ କଥା ଆମେ ପଢ଼ୁଛୁ ଏବଂ ପୁରା ପୃଥିବୀ ଇତିହାସ କଥା, କିନ୍ତୁ ତଥାପି ଗୋଟେ ସ୍ୱଜାତି ଅଛି, ନାଇଁ କି? ସ୍ୱଜାତି ବା ସ୍ୱଦେଶ। ତେଣୁ ସ୍ୱଜାତିର ଇତିହାସ ବିଶେଷ ଭାବରେ ଶିକ୍ଷା କରିବା ପ୍ରତ୍ୟେକ ସ୍ୱଜାତି ବତ୍ସଳ ବ୍ୟକ୍ତିର ଅଲଙ୍ଘନୀୟ କର୍ତ୍ତବ୍ୟ। ଏଇଟା କହୁଛନ୍ତି
ଯେ ସୋ ଜାତିର ଇତିହାସ ପଢ଼ିବା, ଯେମିତି ଭାରତ ଆମର ଦେଶ ବା ଜାତି, ତେଣୁ ଏଇ ଭାରତର ଇତିହାସ ପଢ଼ିବା ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କଲେଜ ଛାତ୍ର ହେଉ କି ସ୍କୁଲ ଛାତ୍ର ହେଉ, ମାତ୍ର ଅନେକ ସ୍ଥଳରେ ଏକ ପ୍ରକାର ବିକୃତ ସ୍ୱଜାତି ପ୍ରିୟତା ଦେଖାଯାଇଥାଏ। ଏହା ସଂକୀର୍ଣ୍ଣତା ଓ ପରଜାତି ବିଦ୍ୱେଷର ନାମାନ୍ତର ମାତ୍ର। ତେଣୁ ସେଟା ତ ଛାଡ଼ନ୍ତୁ, ଯିଏ ମାନେ କେବଳ ନିଜ ଜାତିକୁ ଭଲ ପାଇ ଅନ୍ୟ ଜାତିକୁ ଘୃଣା କଲା, ସେଇଟା ହିଁ ଅସୁବିଧା। ତେଣୁ ଯେମିତିକି ହିଟଲର ତାର ନାଜି ଜର୍ମାନୀ ଜାତିକୁ ଭଲ ପାଉଥିଲା, ଅନ୍ୟକୁ ଭଲ ପାଉନଥିଲା। ତେଣୁ ସେଭଳି ହେବା ଉଚିତ ନୁହେଁ କହୁଛନ୍ତି। ତ ମନୁଷ୍ୟର ସ୍ୱଭାବ ଏଇ ଯେ ସେ ନିଜେ ହୀନତା ପ୍ରାପ୍ତ ବିଷୟ କିଛି ନଥିଲେ ପୂର୍ବ ଗୌରବର ଅସ୍ଫାଳନ ଦ୍ୱାରା ହୃଦୟକୁ କଞ୍ଚିତ ଆଶ୍ୱସ୍ତ କରିବାକୁ ଚେଷ୍ଟା କରେ। ଏଥିରେ ଅନିଷ୍ଟ ଛଡ଼ା ଇଷ୍ଟ କିଛି ନାହିଁ। ତେଣୁ ମଣିଷର ସ୍ୱଭାବ ନିଜେ ହୀନତା ପ୍ରାପ୍ତ ହେଲେ ଅନ୍ୟ ବ୍ୟକ୍ତିର ମହତ୍ଵ ଦେଖିପାରିବ ନାହିଁ। ଏଇଟା କ'ଣ? ନିଚ ଭାବ। ହୀନତା ନିଜେ ହୀନ ହେଲ, ଅନ୍ୟର ମହତ୍ଵ ଜିନିଷକୁ ଦେଖିପାରିଲନି, ନାଇଁ କି? ନିଜେ ଖରାପ ହେଲ, ଭଲଟା ବି ଦେଖିବାକୁ ଚେଷ୍ଟା କର। ତେଣୁ ଅନ୍ୟର ସିରି ମୁଁ ଦେଖିପାରିବିନି, ଅନ୍ୟ ଜାତିର ସିରି ଦେଖିପାରିବିନି, ଅନ୍ୟର ଗୌରବ ଦେଖିପାରିବିନି। ସେଇଟା କ'ଣ? ଅନିଷ୍ଟ ଛଡ଼ା ଆଉ କିଛି ନୁହେଁ। ତ ନିଜର ହୀନତା ସ୍ୱୀକାର କରିବୁ, ପ୍ରାଚୀନ ସମାଜର ପ୍ରଶଂସା ସତମୁଖରେ କୀର୍ତ୍ତନ କରିବୁ, ଅଥଚ ନିଜେ ଯେପରି ଅଛୁ ସେପରି ଥିବୁ। ଏ ପ୍ରକାର ଅପୂର୍ବ ପ୍ରାଚୀନ ଅନୁରାଗ। ତେଣୁ ଆମେ ଯେଉଁଠି ଅଛୁ ସେଇଠି ଅଛୁ ଏବଂ ଅନ୍ୟର ଭଲ ଜିନିଷ ଦେଖିପାରିବୁ ନାହିଁ, ନିଜ ହୀନତାରେ ସ୍ୱୀକାର କରିବୁ। ଏସବୁ ଆଶ୍ଚର୍ଯ୍ୟପୂର୍ବକ କଥା, ଏସବୁ ଅପୂର୍ବ ପ୍ରାଚୀନ ଅନୁରାଗ। ତେଣୁ ଈଶ୍ୱର ଆମମାନଙ୍କ ଦେଶକୁ ଏହି ବିକୃତ ଅନୁରାଗରୁ ହସ୍ତରୁ ଉଦ୍ଧାର କରନ୍ତୁ। ତାହେଲେ ବିକୃତ ଅନୁରାଗ କ'ଣ ବୁଝିଲ? 3 ମାର୍କିଆ ପ୍ରଶ୍ନ ଆସିବ। ତ ବିକୃତ ଅନୁରାଗ ହେଉଛି କ'ଣ? ନିଜେ ହୀନତାକୁ, ହୀନମାନ୍ୟତାକୁ ସ୍ୱୀକାର କରିବୁ ଏବଂ ଅନ୍ୟର ଉନ୍ନତିକୁ ସ୍ୱୀକାର କରିବୁ ନାହିଁ, ଅନ୍ୟର ଉନ୍ନତି ଦେଖିପାରିବୁ ନାହିଁ, ନାଇଁ କି? ତେଣୁ ପ୍ରାଚୀନ ସମାଜର ପ୍ରଶଂସା ସତମୁଖରେ କୀର୍ତ୍ତନ କରିବୁ, ପ୍ରାଚୀନ ସମାଜର, ଆଉ ଯେପରି ଅଛୁ ସେପରି ରହିଥିବୁ। ଏଇଭଳି ଯେଉଁ ଅନୁରାଗ, ଏଇ ଯେଉଁ ଅନୁରାଗ ଆଟାଚମେଣ୍ଟ, ସେଇ ଅନୁରାଗ କ'ଣ ନା ଆମମାନଙ୍କୁ ତଳକୁ ତଳକୁ କରିଛି। ସେଇଟା ବିକୃତ ଅନୁରାଗ ବୋଲି କହୁଛନ୍ତି, ନାଇଁ କି? ସେ ଈଶ୍ୱର ଆମମାନଙ୍କୁ ସେ ବିକୃତ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ। ଆମେମାନେ ସ୍ୱଜାତିର ଇତିହାସ ମଧ୍ୟରେ ବିଧାତାଙ୍କ ମଙ୍ଗଳ ହସ୍ତ ଦର୍ଶନ କରୁ, ଯାହାଫଳରେ କି ଆମେ କ'ଣ? ଆତ୍ମସମର୍ପଣ କରୁ। ଏଇଟା ହିଁ ବିଧେୟ। ଜୀବନର ସର୍ବବିଧ ବ୍ୟାପାରରେ ତାଙ୍କରି ମଙ୍ଗଳ ହସ୍ତର ସଂକେତ ଅନୁଭବ କରି ପ୍ରତି ମୁହୂର୍ତ୍ତରେ ତାଙ୍କରି ସେବାରେ, ତାଙ୍କରି କାର୍ଯ୍ୟରେ ବ୍ୟୟ କରି ଧନ୍ୟ ହେଉ, କୃତାର୍ଥ ହେଉ। ତେଣୁ ଏଇ ଯେଉଁ ଆମେମାନେ କ'ଣ କରିବା ଉଚିତ ନା ସ୍ୱଜାତିର ଇତିହାସ ପଢ଼ିବା ଉଚିତ ଏବଂ ବିଧାତାଙ୍କର ମଙ୍ଗଳ ହସ୍ତକୁ ଦର୍ଶନ କରିବା ଉଚିତ ଏବଂ ଭଗବାନଙ୍କର ସେଇ ଅନୁଭବ କରିବା ଉଚିତ ଯେ ତାଙ୍କରି ସେବାରେ ମୁଁ ମଜି ଯାଇଛି, ତାଙ୍କରି କାର୍ଯ୍ୟରେ ମୁଁ ମଜି ଯାଇଛି। ଯାହାଫଳରେ କ'ଣ ହେବ ନା ଦେଶର ଉନ୍ନତି ସାଧନ ହେବ। ଏଇଟା ହେଉଛି ଇତିହାସ। ପିଲାମାନେ କିଛି ନାହିଁ, ଏଟାକୁ ଯେତିକି ପଢ଼େଇଲି ସେତିକି ପଢ଼ିଦେଲେ, ତୁମେ ମନେ ରଖିଦେଲେ ସେଇ ଭିତରୁ ପ୍ରଶ୍ନ ଆସିବ, ଆଉ କିଛି ଦରକାର ନାହିଁ। ତେଣୁ ତୁମେ ଭାବି ଲେଖିଦେବ, ନାଇଁ କି? ତେଣୁ ବହୁତ ଇଜି। ତେଣୁ ସେ କହିଛନ୍ତି ଇତିହାସ ଉପରେ। ତେଣୁ ଇତିହାସ ନ ପଢ଼ିଲେ ବର୍ତ୍ତମାନରେ କେମିତି ପହଞ୍ଚିଲେ? ତେଣୁ ଇତିହାସରେ ଯେଉଁ ପ୍ରାଚୀନ ଅତୀତ ଲୋକମାନଙ୍କର ବା ବ୍ୟକ୍ତିମାନଙ୍କର ଯେଉଁ ଅବଦାନ ଅଛି ତାକୁ ଆମେ ଜାଣିବା ଏବଂ ତାକୁ ସମ୍ମାନ କରିବା ଏବଂ ଇତିହାସ ପଢ଼ିବା ଦରକାର ବୋଲି କହୁଛନ୍ତି। ତେଣୁ ଇତିହାସରେ କେମିତି ପଠନରେ ହିଁ ଇମ୍ପୋର୍ଟାଣ୍ଟ ବା ଗୁରୁତ୍ୱପୂର୍ଣ୍ଣ ଏବଂ କିଭଳିଆ ଲୋକ ଅଛନ୍ତି, ସ୍ଥୂଳ ଦୃଷ୍ଟି ଲୋକ ଆଉ ବ୍ୟକ୍ତି, ଆଉ ଗୋଟେ କ'ଣ ନା ସୂକ୍ଷ୍ମ ଦୃଷ୍ଟି, ସ୍ଥୂଳ ଦୃଷ୍ଟି ମାନବ ଆଉ ସୂକ୍ଷ୍ମ ଦୃଷ୍ଟି ମାନବ, ଏଇ 2ଟା ମାନବ କଥା କହିଛନ୍ତି। ତେଣୁ ବହୁତ ଭଲ ଲାଗିଥିବ, ନିଶ୍ଚୟ ସମସ୍ତଙ୍କୁ ସେୟାର କରିବ। ରହିଲି। ବନ୍ଦେ ଉତ୍କଳ ଜନନୀ।